ଗୋଟିଏ ଦିନ ଜଣେ ଶିକ୍ଷକ ବିଦ୍ୟାଳୟକୁ ଆସିଲେ ଓ ତାଙ୍କ ଛାତ୍ରମାନଙ୍କୁ କହିଲେ, ଆଜି ତୁମେ ଗୋଟିଏ ପରୀକ୍ଷା ଦେବ। ଛାତ୍ରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କାହିଁକି ନା ଶିକ୍ଷକଟି ଆଗରୁ କହିନଥିଲେ ଆଜି ପରୀକ୍ଷା ହେବ ବୋଲି। ଶିକ୍ଷକଟି ଛାତ୍ରଙ୍କୁ ପ୍ରଶ୍ନପତ୍ର ଦେଲେ। ଛାତ୍ରମାନେ ପରୀକ୍ଷା ପ୍ରଶ୍ନ ଦେଖି ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକି ନା ସେଥିରେ ପ୍ରଶ୍ନ ନଥିଲା। ପ୍ରଶ୍ନ ପରିବର୍ତ୍ତେ ଥିଲା ଗୋଟିଏ ଜଙ୍ଗଲର ଚିତ୍ର, ଯେଉଁଥିରେ ଗୋଟିଏ ରାକ୍ଷସ ଥିଲା। ଶିକ୍ଷକଟି ଛାତ୍ରଙ୍କୁ କହିଲେ, ଏହାକୁ ଧ୍ୟାନର ସହ ଦେଖ ଓ ଯେଉଁ ବିଚାର ତୁମ ମନକୁ ଆସୁଛି ତାକୁ ଉତ୍ତର ଖାତାରେ ଲେଖିଦିଅ। ଛାତ୍ରମାନେ ଚିତ୍ରକୁ ଦେଖି ନିଜ ନିଜ ବିଚାର ଖାତାରେ ଲେଖିବା ଆରମ୍ଭ କରିଦେଲେ। ପରୀକ୍ଷାର ସମୟ ଶେଷ ହେଲା ପରେ ଉତ୍ତର ଖାତା ଜମା କରିଦେଲେ। ସମସ୍ତ ଛାତ୍ର ଉତ୍ତର ଖାତାରେ ସେ ରାକ୍ଷସ ବିଷୟରେ ଲେଖିଥିଲେ, ଯାହାର ଆଖି ବଡ଼ ବଡ଼ ଓ ଲାଲ ଥିଲା। ଦେଖିବାକୁ ସେ ଭୟଙ୍କର ଓ ତା ମୁହଁରେ ନିଆଁ ବାହାରୁଥିଲା। ଶିକ୍ଷକଟି ଛାତ୍ରମାନଙ୍କୁ କହିଲେ, ମୁଁ ଆଜି ତୁମକୁ ଜୀବନର ବଡ଼ ଶିକ୍ଷା ଦେବି। ତୁମେମାନେ ସମସ୍ତେ ଏହି ଚିତ୍ରରେ କେବଳ ସେ ରାକ୍ଷସକୁ ଦେଖିଲ ଓ ତା ବିଷୟରେ ଲେଖିଲ। ଜଣେ ହେଲେ ଛାତ୍ର ଚିତ୍ରରେ ଥିବା ସୁନ୍ଦର ଜଙ୍ଗଲକୁ ଦେଖିଲ ନାହିଁ। ନୀଳ ଆକାଶରେ ଉଡୁଥିବା ପକ୍ଷୀ କାହାକୁ ଦେଖାଦେଲେ ନାହିଁ। ସୁନ୍ଦର ସୁନ୍ଦର ଫୁଲରେ ବସୁଥିବା ପ୍ରଜାପତି କାହାକୁ ଦେଖାଦେଲେ ନାହିଁ। ସମସ୍ତେ ଏହି ଚିତ୍ରରେ କେବଳ ଖରାପ ଜିନିଷ ଦେଖିଲ, ଭଲ ଜିନିଷ ତ କେହି ଦେଖିଲ ନାହିଁ। ଆମ ଜୀବନରେ ମଧ୍ୟ ଆମେ କେବଳ ନକାରାତ୍ମକ ଜିନିଷ ହିଁ ଦେଖିଥାଉ, ସକାରାତ୍ମକ ତ ଆମେ ଦେଖି ହିଁ ନଥାଉ। ଦୁନିଆଟା ବହୁତ ଖରାପ ଅଟେ। ଏହି ଚିନ୍ତାଧାରାରୁ ଆମେ ଉପରକୁ ଉଠି ପାରିନଥାଉ। ଏହା ସତ ଅଟେ ଯେ ଜୀବନରେ ଏମିତି ବହୁତ କିଛି ଅଛି ଯାହା ସେ ରାକ୍ଷସ ପରି ହୋଇଥାଏ, କିନ୍ତୁ ଏହା ମଧ୍ୟ ସତ ଅଟେ ତାଠାରୁ ଅଧିକ ଜଙ୍ଗଲ ପରି ସୁନ୍ଦର ମଧ୍ୟ ହୋଇଥାଏ। ତାହାକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଜୀବନଟା ବହୁତ ସୁନ୍ଦର ଲାଗିବ। ଆପଣ କେବେ ଭାବିଛନ୍ତି କାହିଁକି କିଛି ଲୋକ ସବୁବେଳେ ଖୁସି ଓ ସନ୍ତୋଷରେ ରହିଥାନ୍ତି? କ'ଣ ତାଙ୍କ ଜୀବନରେ ସମସ୍ୟା ଓ ଅସୁବିଧା ନାହିଁ? ଏହା ସମସ୍ତ ଲୋକଙ୍କ ଜୀବନରେ ଅଛି, କିନ୍ତୁ ପାର୍ଥକ୍ୟ ଏତିକି, ସେମାନେ ତାଙ୍କ ଦୁଃଖରେ କାନ୍ଦନ୍ତି ନାହିଁ। ସେମାନେ କେବଳ ଧ୍ୟାନ ଦିଅନ୍ତି ତାଙ୍କ ଖୁସିରେ। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ମାଧ୍ୟମରେ। ଧନ୍ୟବାଦ।